राजांका घराणी स्वरूपा अटे मोना मु पाटराणी राजांका घराणी स्वरूपा अटे मोना निति दिन सब अटई मोहरा पूजई मंगला माँ पूजई मंगला माँ मु पाटराणी राजांका घराणी स्वरूपा अटे मोना मु पाटराणी राजांका घराणी स्वरूपा अटे मोना निति दिन सब अटई मोहरा पूजई मंगला माँ पूजई मंगला माँ कुशले रखिचु प्रजा कुमारा पशुचित रचराणे वज्र होई रहु मो शंखा सिंदूर विनती तोर चराणे कुशले रखिचु प्रजा कुमारा पशुचित रचराणे वज्र होई रहु मो शंखा सिंदूर विनती तोर चराणे सरगर शिख ओजाड़ी देबु धरुआर भावना मु पाटराणी राजांका घराणी स्वरूपा अटे मोना मु पाटराणी राजांका घराणी स्वरूपा अटे मोना निति दिन सब अटई मोहरा पूजई मंगला माँ पूजई मंगला माँ पूजई मंगला माँ पूजई मंगला माँ हे माँ करुणामयी मंगला मु उदयनगर पाटराणी स्वरूपा आपणक पदतली कोटि कोटि दंडवत जनाऊँ माँ मो परिवार आउ प्रजावासी को सदा सर्वदा कुशल रखिथु आउ मो शंखा सिंदूरटा सदा सर्वदा वज्र हो रही था माँ हाँ हाँ वज्र हो रही था एतिकी मोर आपणक पादतली गुहारी हाँ माँ मोर गुहारी सानराणी स्वरूपा हेलो ये सानराणी स्वरूपा सानराणी स्वरूपा स्वामी स्वरूपा घिनमरा भक्ति भरा भूमिष्ठ प्रणाम स्वामी तब मनवांछा भगवान पूरण करंतु लो पूरण करंतु सानराणी स्वरूपा स्वामी मां को आगरे की गुहारी करी की मागुणी मागु चलो स्वामी स्वरूपा मु माँ मंगला को आगरी मो परिवार आउ प्रजावासी सदा सर्वदा कुशल रहू आउ मो शंखा सिंदूरटा सदा सर्वदा वज्र हो रही था बोली मु माँ को आगरी गुहारी करुଥିଲି प्राणेश्वर सत्य किलो हाँ स्वामी धन्य धन्य सानराणी स्वरूपा तमे धन्य जेते बेले आम ई जन प्रजावासी मंगल कामना करिछ सेइसी पई अशेष अशेष धन्य स्वामी धन्य तम चिंताधारा हाँ स्वामी धन्य धन्य तमे महाराणी धन्य हेली तब वाक्य शुणी धन्य धन्य तमे महाराणी धन्य हेली तब वाक्य शुणी तम भक्ति रे तमरी सेवारे हे बेटी प्रसन्न तमरी श्रद्धारे संतुष्ट है बेजननी महारानी संतुष्ट है बेजननी महारानी संतुष्ट है बेजननी धन्य धन्य तमे महारानी धन्य हेली तब वाक्य शुणी
ତମକୁ କରିଥିଲି କେଉଁ ପୁଣ୍ୟ ପତିବ୍ରତା ପ୍ରିୟା ପାଟରାଣୀ ତମକୁ ପାଇ ମୁଁ ଧନ୍ୟ କେତେ ଭାଗ୍ୟ ବଳେ ପାଇଛି ତମକୁ କରିଥିଲି କେଉଁ ପୁଣ୍ୟ ରୂପରେ ଖେତବ ସରି କିଏ ହବ ରୂପରେ ଖେତବ ସରି କିଏ ହବ ମଧୁର ଦେବେନ୍ଦ୍ର ବାଣୀ ମହାରାଣୀ ମଧୁର ଦେବେନ୍ଦ୍ର ବାଣୀ ମହାରାଣୀ ମଧୁର ଦେବେନ୍ଦ୍ର ବାଣୀ ଧନ୍ୟ ଧନ୍ୟ ତମେ ମହାରାଣୀ ଧନ୍ୟ ହେଲି ତବ ବାକ୍ୟ ଶୁଣି ତମ ଭକତିରେ ତମରି ସେବାରେ ହେବେଟି ପ୍ରସନ୍ନ ତମରି ଶ୍ରଦ୍ଧାରେ ସନ୍ତୁଷ୍ଟ ହେବେ ଜନନୀ ମହାରାଣୀ ସନ୍ତୁଷ୍ଟ ହେବେ ଜନନୀ ମହାରାଣୀ ସନ୍ତୁଷ୍ଟ ହେବେ ଜନନୀ ଆଲୋ ସାନରାଣୀ ସ୍ୱରୂପା ହଁ ସ୍ୱାମୀ ତବ ପୂଜା ଅର୍ଚ୍ଚନାରେ ମା ମଙ୍ଗଳା ନିଶ୍ଚୟ ସନ୍ତୁଷ୍ଟ ହେବେଣ ଆମ ଜନପ୍ରଜାବାସୀଙ୍କୁ ନିଶ୍ଚୟ କୁଶଳରେ ରଖିଥିବେ ସ୍ୱାମୀ ଆପଣ କ'ଣ ସତ କହୁଛନ୍ତି ସତରେ ସେଇ କରୁଣାମୟୀ ମା ମଙ୍ଗଳା ଆମ ଡାକ ଶୁଣିବେ କି ପ୍ରାଣେଶ୍ୱର ହଁ ପ୍ରାଣପ୍ରିୟ ହେଲେ ସ୍ୱାମୀ ହଁ ସ୍ୱରୂପା ମୁଁ ଆପଣଙ୍କ ଭଳି ସ୍ୱାମୀଟି ପାଇଁ ଆଜି ମୋ ଜୀବନକୁ ଧନ୍ୟବାଦ କରୁଅଛି ପ୍ରାଣେଶ୍ୱର ସତେ କିଲୋ ହଁ ସ୍ୱାମୀ ତମ ଭଳି ସ୍ତ୍ରୀଟେ ପାଇ ମୁଁ ମଧ୍ୟ ନିଜକୁ ନିଜେ ଧନ୍ୟ ମନେ କରୁଅଛି ସ୍ୱାମୀ ହେଲେ ପ୍ରାଣପ୍ରିୟ ହଁ ସ୍ୱାମୀ ବେଲଟା ଉଛୁର ହେବାକୁ ଲାଗିଲାଣି ଆସ ପ୍ରାଣପ୍ରିୟ ଚାଲିଯିବା ସେଇ ବିଶ୍ରାମ କକ୍ଷ ମଧ୍ୟରେ ତେବେ ଚାଲନ୍ତୁ ସ୍ୱାମୀ ଭଲ ତେବେ ଆସ ମହାରାଜାଙ୍କର ଜୟ ହେଉ ରାଣୀ ମାଙ୍କର ଜୟ ହେଉ ଚୂଡ଼ାମଣି ତମେ ପୁଣି ଏଇ ସମୟରେ ହଁ ରାଜେଶ୍ୱର ମୁଁ ଆପଣଙ୍କ ପାଖକୁ ଏକ ସମ୍ବାଦ ନେଇକି ଆସିଛି ସମ୍ବାଦ ନେଇକି ଆସିଛ ହଁ ରାଜେଶ୍ୱର ତାହେଲେ କୋଉ ସମ୍ବାଦ ନେଇକି ଆସିଛ ଅବିଳମ୍ବେ କରନ୍ତୁ ପ୍ରକାଶ ଆପଣଙ୍କ ରାଜ୍ୟମହଲ ସିଂହଦ୍ୱାର ଠାରେ ଏକ ବୃଦ୍ଧ ମଶା ଜଣେ ଛିଡ଼ା ହୋଇଛନ୍ତି ଆମ ରାଜ୍ୟ ମହଳର ସିଂହ ଦ୍ୱାର ଠାରେ ଜଣେ ବୃଦ୍ଧା ମଉସାଟିଏ ଛିଡ଼ା ହେଇକି ଅଛନ୍ତି ହଁ ରାଜେଶ୍ୱର ମୁଁ ପଚାରିଲା ବେଳକୁ କହିଲେ ଆପଣଙ୍କ ସହିତ ସାକ୍ଷାତ କରିବାକୁ ଚାହୁଁଛନ୍ତି ମୋ ସହିତ ସାକ୍ଷାତ କରିବେ ହଁ ରାଜେଶ୍ୱର ତାହେଲେ ବିଳମ୍ବ କାହିଁକି ମହାମନ୍ତ୍ରୀ ଚୂଡ଼ାମଣି ଅବିଳମ୍ବେ ପାଛଡ଼ି ନେଇ ଆସ ମୋହରି ନିକଟେ ଠିକ ଅଛି ରାଜେଶ୍ୱର ହଁ ଚୂଡ଼ାମଣି ମହାରାଜାଙ୍କର ଜୟ ହଉ ରାଣୀ ମାଙ୍କର ଜୟ ହଉ ମଉସା ମହାରାଜ ଏଇ ଉଦୟନଗର ନରେଶ ରାଜା ବିଜୟ ସେନ ଆପଣଙ୍କ କି ସେବା କରିପାରିବ ଅବିଳମ୍ବେ କରନ୍ତୁ ପ୍ରକାଶ ମଉସା ନିଶ୍ଚିନ୍ତରେ କରନ୍ତୁ ପ୍ରକାଶ ମହାରାଜ ମଉସା ମୁଁ ଶୁଣିଛି ଆପଣ ଜଣେ ନ୍ୟାୟବନ୍ତ ମଉସା ଧର୍ମବନ୍ତ ବୋଲି ମଉସା ହଁ ମହାରାଜ ମୁଁ ଶୁଣିଛି ଆପଣ ଜଣେ ନ୍ୟାୟବନ୍ତ ଧର୍ମବନ୍ତ ବୋଲି ମଉସା ସେଇଥିପାଇଁ ବହୁତ ବଡ଼ ଆଶା ଆକାଂକ୍ଷା ନେଇ ଆସିଛି ଆପଣଙ୍କ ପାଖକୁ ମହାରାଜ ବହୁତ ବଡ଼ ଆଶା ଆକାଂକ୍ଷା ନେଇ ଆସିଛି ଆପଣଙ୍କ ଆଶା ଆକାଂକ୍ଷା ନିଶ୍ଚୟ ପୂରଣ ହବ ମଉସା ନିଶ୍ଚିନ୍ତରେ କରନ୍ତୁ ପ୍ରକାଶ ମହାରାଜ ମଉସା କ'ଣ ବା କହିବି ମୋ ଦୁଃଖର ବାରତା କୁହନ୍ତୁ ନା ମଉସା ହଁ ମହାରାଜ ମଉସା କ'ଣ ବା କହିବି ମୋ ଅନ୍ତର ବେଦନାକୁ କୁହନ୍ତୁ ନା ମଉସା ଛୋଟ ଚାଷୀ ପରିବାରରେ ମୋର ଜନ୍ମ ହଁ ମଉସା ମୋ ସ୍ତ୍ରୀ ରୂପା ହଁ ମଉସା ଏକ ଛୋଟ ପରିବାର ସୁଖୀ ପରିବାରଟିଏ ହଁ ମଉସା ଆନନ୍ଦରେ ଦିନ କଟି ଆସୁଥିଲି ମହାରାଜ ସତେ କି ମଉସା ବହୁତ ଖୁସିରେ ଦିନଟା ଚଲି ଆସୁଥିଲା ମଉସା ହସ ଖୁସିରେ ଜୀବନଟା ବିତେଇ ଆସୁଥିଲି ହଁ ମଉସା ଆଉ ସେଇ ଖୁସିରେ ଭଗବାନ ଆହୁରି ମଧ୍ୟ ଗୋଟିଏ ଖୁସି ଦେଲେ ମହାରାଜ ସତେ କି ମଉସା ହଁ ମହାରାଜ
এই ଶିଶୁପୁତ୍ରଟିଏ ଜନ୍ମ ଦେଇ ମଉସା ଏଇ ଶିଶୁପୁତ୍ରଟିଏ ଜନ୍ମ ଦେଇ ଆହୁରି ଟିକେ ଖୁସି ଭରିଦେଲେ। ଆରେ ହଁ ତ ମୁଁ ବହୁତ ଖୁସି ହେଲି। ସତେ କି ମଉସା? ଖୁସିରେ ମୋ ଛାତିଟା ଫାଟି ଉଠିଲା, ମୋ ମନଟା ନାଚି ଉଠିଲା ମହାରାଜ। ହଁ ମଉସା। କିନ୍ତୁ ଭଗବାନ ଖୁସିଟେ ଦେଲେ ସିନା ମହାରାଜ। ମଉସା ସେଇ ଖୁସିଟା କିଛି ମୁହୂର୍ତ୍ତ ପାଇଁ ରହିଗଲା। କଣ କହୁଛନ୍ତି ମଉସା? କିଛି ମୁହୂର୍ତ୍ତ ପାଇଁ ରହିଗଲା? ଆଉ ସବୁଦିନ ପାଇଁ ଦୁଃଖରେ ପରିଣତ ହେଇଗଲା ମହାରାଜ। କଣ କହୁଛନ୍ତି ମଉସା ଆପଣ? ମା ଏଇ କଅଁଳିଆ ଶିଶୁଟାକୁ ତା ମା ଜନ୍ମ ଦେବା ମଉସା କିଛି ସମୟ ପରେ ସବୁଦିନ ପାଇଁ ଏଇ ଛୁଆଟିକୁ ଛାଡ଼ି ଆର ପାରିକୁ ଚାଲିଗଲା ମଉସା। ମାତୃହରା ହେଇଗଲା ପୁଅଟା ମୋର। ହେ ଭଗବାନ, ଏ ମୁଁ କଣ ଶୁଣିବାକୁ ପାଉଛି? ମୋ ପୁଅର ଭାଗ୍ୟରେ ନା ମାର ସ୍ନେହ, ନା ମାର ମମତା, ମଉସା ନା ମାର ପଣତକାନି। ମଉସା କହନ୍ତିନି ମହାରାଜ, ମଉସା ଭାଗ୍ୟରେ ଥିଲେ ହିଁ ମାର ସ୍ନେହ ମିଳେ, ମଉସା ଭାଗ୍ୟରେ ଥିଲେ ହିଁ ମାର ମମତା ମିଳେ, ମଉସା ଭାଗ୍ୟରେ ଥିଲେ ହିଁ ମାର ପଣତକାନି ମିଳେ ବୋଲି ମଉସା ମହାରାଜ। ମଉସା ଆଉ ମତେ ମଧ୍ୟ ଭଗବାନ ସୁସ୍ଥ ସବଳ ରଖିଲେନି। କଣ କହୁଛନ୍ତି ମଉସା? ମତେ ମଧ୍ୟ ଶ୍ୱାସ ରୋଗୀ କରିଦେଲେ। ଆପଣ ମଧ୍ୟ ଶ୍ୱାସ ରୋଗୀ? କେତେବେଳେ କୋଉ ମୁହୂର୍ତ୍ତରେ ମଉସା ଏଇ ଦେହରୁ ପ୍ରାଣଟା ଛାଡ଼ିଯିବ ଯେ ମହାରାଜ, ମଉସା ମୁଁ ମଧ୍ୟ ଜାଣିପାରିବି ନା ମଉସା ନା, ଆପଣ ସେମିତି କହନ୍ତୁନି ମଉସା। ହେଲେ ଆପଣ କଣ ଭାବିଛନ୍ତି ଆଉ କଣ ମନରେ ସ୍ଥିର କରିଛନ୍ତି କୁହନ୍ତୁ ନା ମଉସା। କଣ ଆଉ ଭାବିବି ମହାରାଜ, ମତେ ତ ଦି ବେଲା ଦି ମୁଠା ଖାଇବା ପାଇଁ ମିଳୁନି ମଉସା। ମହାରାଜ, ମତେ ତ ଦି ବେଲା ଦି ମୁଠା ଖାଇବା ପାଇଁ ମିଳୁନି। ମଉସା ଏଇ ଛୁଆ ପାଇଁ କ୍ଷୀର କୁଆଡୁ ଆଣିବି ମହାରାଜ? ମଉସା ମୁଁ ଭାବୁଛି ଆପଣ କଣ ଭାବୁଛନ୍ତି? ଏଇ ଛୁଆଟିକୁ, ମଉସା ଏଇ କଅଁଳିଆ ଶିଶୁଟାକୁ ମହାରାଜ ମଉସା ତଣ୍ଟି ଚିପି ମାରିଦେବି। ନାଇଁ ମଉସା ନା, ଆପଣ କଣ କହୁଛନ୍ତି ମଉସା? ଆଉ ମଉସା ଶେଷରେ ମୁଁ ମଧ୍ୟ ମରିଯିବି ମହାରାଜ। ନା ମଉସା, ଶେଷରେ ମୁଁ ମଧ୍ୟ ମରିଯିବି। ଆପଣ ଇଏ କଣ କହୁଛନ୍ତି ମଉସା? ଦବା ନବାର କଥା ତ ସେଇ ଉପର ବାଳଙ୍କ ହାତରେ ଥାଏ। ଆମେ ତ ଗୋଟାଏ ଗୋଟାଏ ତୁଚ୍ଛ ମଣିଷ ମଉସା, ତୁଚ୍ଛ ମଣିଷ। ଆଉ କଣ ବା କରିବି ମହାରାଜ? ମଉସା ନିରୁପାୟ ମଣିଷଟି, ଦୁଃଖୀ ଦରିଦ୍ର ମଣିଷଟି, କଣ ବା କରିବି? ଉପାୟ ଶୂନ୍ୟ ହେଇଯାଉଛି ମୋର। ମଉସା ଆପଣ ଉପାୟ ଖୋଜୁଛନ୍ତି ନା? ଆପଣ ଧୈର୍ଯ୍ୟ ଧରନ୍ତୁ ମଉସା, ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ। ମୋତେ କିଛି ଗୋଟେ ବିଚାର କରିବାକୁ ଦିଅନ୍ତୁ ମଉସା, କିଛି ଗୋଟେ ବିଚାର କରିବାକୁ ଦିଅନ୍ତୁ। ତାହେଲେ ଠିକ ଅଛି ମହାରାଜ। ହଁ ମଉସା। ଆଲୋ ଈଶାନ ରାଣୀ ସ୍ୱରୂପା, ସ୍ୱାମୀ। ଏଇ ବୃଦ୍ଧ ମଉସା ଜଣକ କଣ କହିଲେ ଶୁଣିଲ ତ? ହଁ ସ୍ୱାମୀ। ସେଇ କଅଁଳିଆ ଶିଶୁଟାକୁ ତଣ୍ଟି ଚିପି ମାରିଦବାକୁ। ସ୍ୱାମୀ ପୁତ୍ର ନଥିଲା ଲୋକେ, କାଶୀ କ୍ଷେତ୍ର ଗଙ୍ଗା ଗଳେ ମଧ୍ୟ ନ ମିଳଇ ପୁତ୍ର। ହଁ ସ୍ୱାମୀ। ଜାଣିଛ ସ୍ୱରୂପା, ସ୍ୱାମୀ ବଡ଼ ରାଣୀ ସୁରେଖାକୁ ବାହା ହେଇକି ଆଜିକି 10 ବର୍ଷ ବିତିଗଲାଣି। ହଁ ସ୍ୱାମୀ। ଦେବ ଦେବ ମହାଦେବ ନଦେଳେ ଏକ କୋଳରେ ସନ୍ତାନ। ସ୍ୱାମୀ ଆଉ ତମକୁ ବାହା ହେଇକି ମଧ୍ୟ 5 ବର୍ଷ ବିତିଗଲାଣି। ହଁ ସ୍ୱାମୀ। ମା ମଙ୍ଗଳା ନଦେଳେ ଏକ କୂଳରେ ଉତ୍ତରାଧିକାରୀ। ହେଲେ ଆପଣ କଣ କହିବାକୁ ଚାହୁଁଛନ୍ତି ସ୍ୱାମୀ? ଆଲୋ ସ୍ୱରୂପା, ସ୍ୱାମୀ ଏଇଥିପାଇଁ ତ ଦୁନିଆ ବାଳେ ସମସ୍ତେ କହନ୍ତି ପୁତ୍ର ଦୁହିତାରେ ସିନା ସଂସାରର ସାର, ଆଉ ଯେତେ ଧନ ସମ୍ପଦ ଥିଲେ ମଧ୍ୟ ପାଣି ରୋଜଗାର ମହାରାଣୀ, ପାଣି ରୋଜଗାର। ହଁ ସ୍ୱାମୀ। ହେଲେ ଏଥର ଆମେ କଣ କରିବା ସ୍ୱାମୀ? ସେଇଥିପାଇଁ ମୁଁ କଣ କହୁଥିଲି କି କଣ କହିବାକୁ ଚାହୁଁଛନ୍ତି?
आमे कौन से कलिया शिशुटा को बंचई पारिबानी स्वामी तमे कौन मार स्नेह ममता देई पारिबनी कुह सानराणी कुह स्वामी स्वरूपा ए आपण कौन कहते स्वामी हाँ स्वरूपा मु होची गोटे नारी हलो मु कौन से कौन शिशु को मार स्नेह ममता भल पाइबा दे पारिबिनी स्वरूपा निश्चय दे पारिबी स्वामी जदि मौसा को इच्छा हुए से कौन शिशु को मु निज पुत्र मारी लालन पालन करी सत कहूछ हाँ स्वामी कहीं ना आज आज आम डाक को से करुणामयी माँ मंगला दीर्घ 5 वर्ष पर शुणी पारि स्वामी हलो हाँ स्वामी मौसा सहित किसी कथबार्ता करी से कौन शिशु को निज पुत्र भली लालन पालन करवा धन्य धन्य सारनारी स्वरूपा तमे धन्य स्वामी तमे गोटाए उपायर बाट खोजी देइछ मौसा मौसा महाराज आपण परा उपाय खोजुथिले हाँ महाराज मौसा महाराज उपायर बाट एया जे आपण जदि चाहिबे आमे तम सेई कलिया शिशुटा को कोळेई नेबु मौसा सानराणी स्वरूपा ताकू मार स्नेह ममता देई पारिबो हाँ मौसा ये आपण कौन कहते महाराज हो मौसा सतरे रानी माँ आपण मो पुओ कोलेई नेबे हाँ मौसा आपण सतरे मो पुओ कोलेई नेबे हाँ मु निज पुत्र भली लालन पालन करी मौसा हेले मो केमिति विश्वास करिवे महाराज मौसा मौसा मो केमिति विश्वास करिवे ताहेले आपण कोन कले विश्वास करिवे सत्य 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 करिवा पई पड़िबा महाराज ए 10 दिग 10 पाଳ चंद्र सूर्य को साक्षी रखी कहि परिबे तो आपण सत्य करि परिबे तो महाराज मौसा से कलिया शिशु पाई मु सब कुछ करबा को समर्थ मौसा आज उदय नगर नरेश राजा विजय सेन समस्त सामने तथा चंद्र सूर्य 10 दिग 10 पाड़ को साक्षी रखी सत्य कराऊँ निज संतान भली मु ग्रहण करी यही दुनिया आगे मुंड टेकी बाट चलबार परिचय देवी भविष्य उदय नगर में उत्तराधिकारी करेबी ये हूँ राजा विजय सेन अटल बाणी हाँ मौसा धन्य धन्य महाराज मौसा धन्य तुम्हें धन्य तब न्याय मौसा धन्य तब चिंताधारा मौसा सुनी के बहुत आनंदित लगिला महाराज मौसा बहुत खुशी लगिला ए धनो तू कांदना भी सुना ए तू कांदिले परा ए मो पंच प्राण कांदी उठिले धनो ए मो पंच प्राण कांदी उठे अजित नो तू कांदी बुनी धन अजित नो तू हसीबू ओरी सुना अजित नो तू हसीबू गजदंत पलंकी शयन करिबू सुवर्ण थाली रे अन्न भक्षण करिबुरे धन सुवर्ण थाली रे अन्न भक्षण करिबू तोर कंदीवार समय गलारी सुना मौसा तोर कंदीवार समय गला आज दिन तू हसीबुरे सुना आज दिन तू हसीबू महाराज मौसा आज ये बुढ़ावा पटा हाँ महाराज मौसा आज ये बुढ़ावा पटा वासुदेव सदी हाँ महाराज
ଆଜି ଏ ବୁଢା ବାପଟା ବାସୁଦେବ ସାଜି ଯଶୋଦା କୋଳକୁ ବଢେଇ ଦେଉଛି ତାର ଅଳି ଅଝଟିଆ କାନ୍ଧକୁ ମହାରାଜ ତାର ଅଳି ଅଝଟିଆ କାନ୍ଧକୁ ଦେବକୀ କୋଳରୁ ଜନ୍ମି ଯଶୋଦା କୋଳକୁ କାହ୍ନୁ ଯେବେ ଚାଲି पुत्र बिहुने जे पिता वासुदेव साजी झुरी झुरी मरी जाए सब दिली आशीर्वाद गुमो आयुष तू रखी पुरे जस चली जा रे चली जा हृदपिंड कुल प्रदीप तोर मंगल कामना करे बाप तोर मंगल कामना करे बाप देवकी कोणरू जन्मी यशोदा कोणकु कान्हु जेबे चली जाए पुत्र बिहुने जे पिता वासुदेव साजी झुरी झुरी मरी जाए देवकी कोणरू जन्मी यशोदा कोणकु कान्हु जेबे चली जाए पुत्र बिहुने जे पिता वासुदेव साजी झुरी झुरी मरी जाए प्रतिदिनी आशीर्वाद तू रखी पुरे तोते लागू मो आयुष तू रखी पुरे जस चली जा रे चली जा रे चली जा रे हृद पिंड गुण प्रदीप तोर मंगल कामना करे बाप 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 मौसा ମୋ ପୁଅକୁ ଖୁସିରେ ରଖିଥିଲି ନା ହଁ ମଉସା କେବେ ବି ତାକୁ ଦୁଃଖ କଷ୍ଟ ଦେବେନି କେବେ ବି ତାକୁ ଅନାଦର କରିବିନି ରାଣୀ ମା ନା ମଉସା ଏଇ ମୋ ଛାତିର କଳିଜାଟାକୁ କାଢିକି ଆପଣଙ୍କ ହାତରେ ଦେଇଛି ରାଣୀ ମା ମଉସା ଆପଣ କେବେ ବି ତାକୁ ଅନାଦର କରିବେନି ନା ମଉସା
ଏମିତି ଦୁଃଖ କଷ୍ଟ କେମିତି ଜାଣିବ? ମଉସା ସେ ଆଜି ଦିନଠୁ ଆମ ପୁତ୍ର, ତାକୁ ବାଧା ବିଘ୍ନ ଝଡ଼ ଝଞ୍ଜା କେବେ ମଧ୍ୟ ଛୁଇଁବାକୁ ଦେବୁନି ମଉସା। ହଁ ମଉସା। ଆପଣ ନିଶ୍ଚିନ୍ତରେ ରୁହନ୍ତୁ। ମହାରାଜ ମଉସା ବହୁତ ଖୁସି, ମଉସା ମୁଁ ଅତ୍ୟନ୍ତ ଖୁସି। ଆଜି ଦିନଠୁ ଖୁସିରେ ନିଶ୍ୱାସ ତ ନେଇପାରିବି, ଖୁସିରେ ମରି ତ ପାରିବି ନା ମହାରାଜ। ମଉସା, ଆପଣ ସେମିତି କୁହନ୍ତୁନି ମଉସା। ସମୟ ଅତିବାହିତ ହେବା ପାଇଁ ବସିଲାଣି, ମଉସା ତାହେଲେ ମୋତେ ଯିବା ପାଇଁ ଯନ୍ତ୍ରଣାଣି। ମଉସା ହଁ ମଉସା। ଗଲା ବେଳେ ଗୋଟାଏ କଥା ଆପଣ ଭୁଲିଯିବେନି ମଉସା, ବେଳେ ବେଳେ ଦେଖା କରିବାକୁ ଆସିବେ। ମହାରାଜ, ଏଇ ପିଣ୍ଡରେ ଯଦି ପ୍ରାଣ ଥିବ, ଆଉ ଏ ଦେହରେ ଯଦି ନିଶ୍ୱାସ ଚଳ ପ୍ରଚଳନ ହେଉଥିବ, ମଉସା ତାହେଲେ ନିଶ୍ଚୟ ଆସିବି ମହାରାଜ, ତାହେଲେ ନିଶ୍ଚୟ ଆସିବି। ମଉସା ଆଉ କାଳେ ଯଦି ମୁଁ ମରିଯାଏ, ମଉସା ସେଇ ଉପରେ ଥାଇ ତାର ମଙ୍ଗଳ କାମନା କରିବି ମହାରାଜ, ତାକୁ ଆଶୀର୍ବାଦ ଦେବି। ମଉସା ଆସୁଛି ମଉସା। ମହାମନ୍ତ୍ରୀ ଚୂଡ଼ାମଣି, ମହାମନ୍ତ୍ରୀ ଚୂଡ଼ାମଣି, ମହାମନ୍ତ୍ରୀ ଚୂଡ଼ାମଣି। ଆଜ୍ଞା ରାଜେଶ୍ୱର। ମହାମନ୍ତ୍ରୀ ଚୂଡ଼ାମଣି, ଏଇ ବୃଦ୍ଧ ମଉସାଟାକୁ ରାଜମହଲରେ ସିଂହ ଦ୍ୱାର ଠାରେ ସହ ସମ୍ମାନ ନେଇ ଛାଡ଼ି ଆସ ମହାମନ୍ତ୍ରୀ, ସହ ସମ୍ମାନ ନେଇ ଛାଡ଼ି ଆସ। ଠିକ ଅଛି ରାଜେଶ୍ୱର, ହଁ ମହାମନ୍ତ୍ରୀ। ଚାଲନ୍ତୁ ମଉସା। ଆସୁଛି ମହାରାଜ, ଆସୁଛି ମଣିମା। हे ଠାକୁରେ, ଇଏ ଆପଣ କଣ କଲେ? ଇଏ ଆପଣ କଣ କଲେ ଠାକୁରେ? ଏଇ ମଉସା ଜଣକ କହୁଥିଲେ ଶ୍ୱାସ ରୋଗୀ, ହେଲେ ପୁତ୍ର ଠାରୁ ଛଡେଇ ନେଲେ ନା ସେ ମଉସାଟାକୁ। କାହିଁକି ଠାକୁରେ, କାହିଁକି? ସେ ହଉଛନ୍ତି ଆମ ପାଇଁ ଭଗବାନ, ଭଗବାନର ସ୍ୱରୂପରେ ଆସିଥିଲେ। ନିସନ୍ତାନକୁ ସନ୍ତାନ ଦେଇ ସେ ଆର ପାରିକୁ ଚାଲିଗଲେ। ହେଲେ ଆପଣଙ୍କୁ ଟିକିଏ ଖୁସି ତ ମାଗିଥିଲେ ଠାକୁରେ, ହେଲେ ଆପଣ କଣ କଲେ? ସେ ଖୁସି ବଦଳରେ ଦୁଃଖ ଦେଇଗଲେ ଠାକୁରେ, ଦୁଃଖ ଦେଇଗଲେ। सुख खोजु खोजु बुड़ी जाए बेल, आशार सकाळ लुहर पखाण, जीवन गछरे जातनार डाळ, करम गुनी भाग्य दिए फल, बंची ठाई मरे मरी मरी
ମହାମନ୍ତ୍ରୀ ଚୂଡ଼ାମଣି ଏଥର ଆସ ମହାମନ୍ତ୍ରୀ ମଉସାଙ୍କ ମୃତ ଦେହକୁ ସହ ସମ୍ମାନେ ଘେନିଯିବା ସେଇ ମଶାଣୀ ଭୂମିକୁ ରାଜନୀତି ରୀତି ହିସାବରେ ଶବ ସଂସ୍କାର କରିବା ମହାମନ୍ତ୍ରୀ ଶବ ସଂସ୍କାର ପୁଣ୍ୟ ସଂସାର